ଏ ଲେଖାଟା ମୋତେ ଟିକେ ବୁଝନ୍ତୁ ବାବା। ବାମନ ବୈଣ ଧରିକି ଶଶୀ ତୋ ଇଚ୍ଛା ବାମନ ବୈଣ ଧରିକି ଶଶୀ ମଣିଷ ହେଉଛି ତିନି ହାତ ଚାକିରି। ଆମେ ଚନ୍ଦ୍ରବାବୁ ହାତ ବଢ଼େଇବା ପାଇଁ ଇଚ୍ଛା କରୁ। ସେଥିପାଇଁ ଠାକୁର ଆର ଉଦାହରଣ ଦେଇ ଲେଖିଛନ୍ତି ବାମନ ବୈଣ ଧରିକି ଶଶୀ ତୋ ଇଚ୍ଛାରେ ସିନା ପଡ଼ିବି ଖସି ଖସ ବା ନ ଖସ ଆଜି ଋଷିକେଶ। ତାର ଅର୍ଥ ହେଲା ଯେ ଆମେ ଯେଉଁ ଛୋଟିଆ ମଣିଷଟା ହେଇକି ଏତେ ବଡ଼ ଆଶା ଯେଉଁ ଭାବି ଦେଉଛେ, ଏତେ ବଡ଼ କାମନା କରିକି ଧରିକି ଆମେ ସଂସାର ଭିତରେ ବସିଛୁ, ବଡ଼ ବିଲ୍ଡିଂ କରିବି, ବ୍ୟାଙ୍କ ବାଲାନ୍ସ ଗୋଟେ 10 କରୋଡ଼ ରଖିବି, ଏଗୁଡ଼ି ଗୋଟେ ପ୍ରଲୋଭନ ଆମର ଅଛି। ଗୋଟେ ବୃଥା ପରିଶ୍ରମ, ବୃଥା ଚିନ୍ତାଧାରା। ସେଥିପାଇଁ ଆମେ ଗୋଟେ ଛୋଟିଆ ମଣିଷ, ଆମକୁ ଯେତିକି ରଖିଛ ଭଗବାନ ଆମେ ସେତିକି ରହିବା, ଅଳ୍ପ କିଛି ଚେଷ୍ଟା କରିବା, ବେଶୀ ଲୋଭ ଆସକ୍ତି ହେବାନି। ସେଇଥିପାଇଁ ଠାକୁର ତମ ଇଚ୍ଛା। ତାପରେ ନେକ୍ସଟ କହିଦେଲା ଖସ ବା ନ ଖସ ଆଏ ଋଷିକେଶ। କହିଲେ ଖସ ଆବା ନ ଖସ, କିନ୍ତୁ ଆମେ ଆଶା ଜମେଇଛେ ଏତିକି ଗୋଟା ହେବା ପାଇଁ। ତାପରେ ତମ ଇଚ୍ଛା ଆଉ ତୁମେ ଯାହା ଦେବ, ଯାହା ପ୍ରଦାନ କରିବ। ତାପରେ ଏଇ କଥା ଲେଖିଛ, କିନ୍ତୁ ଆମେ ବିଶ୍ୱାସ ଆସ୍ଥା ତାଙ୍କ ଉପରେ ରଖିବା। ଆମେ ଛୋଟ ମଣିଷ, ବାମନ ଭଳିଆ ମଣିଷ। ସେଥିପାଇଁ ଠାକୁର କହିଲେ ଯେତେ ଉଚ୍ଚ ହେଲେ ଯିବ ଥାଏ ତ ପଦ ରଜର। ଅର୍ଥାৎ ଆମ ମନଟା ଭଗବାନଙ୍କ ପାଦ ପଦ୍ମରେ କେମିତି ଲାଗିବ, ଭଗବାନ ସେ ନାମ ଜପ କେମିତି କରିବା। ପାଦ ପଦ୍ମ ଲଗାଇବା ଅର୍ଥ ନାମ ଜପ କରିବା। ଯେଉଁ ଠାକୁର ଆମକୁ ଯେଉଁ ସୂତ୍ରରେ ଦେଇଛନ୍ତି, ଜୀବ ପରମ କେମିତି ଜପୁଛି, ସେଇ ସୂତ୍ର ଅନୁସାରେ ଆମେ ସେଇ ପାଦ ପଦ୍ମ ତତ୍ଵ ପାଦ ନାମ ଖେଳନ୍ତି ନାଶ ଆଗ୍ରେ, ନାମ ନାଶ ଆଗ୍ରରେ ଖେଳୁଛି, ସେ ନାମକୁ ଅନୁସରଣ କର। ତେବେ ଆମେ ବାମନ ଧରି ଶଶୀ ଧରିବାକୁ ଇଚ୍ଛା କରୁଛେ, ତେବେ ଆମ ମାନସିକ ଶାନ୍ତ ହେଇଯିବ। ତେବେ ତାଙ୍କ ଇଚ୍ଛା ଯାହା ଦେବେ ଆଉ ଆଗକୁ ତାର ଡାକୁନଥିବ ବୋଲେ କେମିତି ମଣିଷ ଜୀବନଟା କ'ଣ ମର୍ଯ୍ୟାଦା ରହିବ? ମଣିଷ ଜୀବନରେ কোনো ମର୍ଯ୍ୟାଦା ନାହିଁ। ତ ପଶୁ ଆଉ ମଣିଷ ସେ ପଶୁ। ଆଉ ଗୋଟେ କଥା